ରାଉରକେଲା ଇସ୍ପାତ ସହରରେ ଗୋଟିଏ ରାତିରେ ଦୁଇଟି ହତ୍ୟାକାଣ୍ଡ ପୋଲିସ ଏବଂ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଗୋଟିଏ ହତ୍ୟାକାଣ୍ଡ ପ୍ଲାଣ୍ଟସାଇଡ୍ ଥାନା ଅନ୍ତର୍ଗତ ଗାନ୍ଧୀ ରୋଡ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟଟି ଛେଣ୍ଡ ଥାନା ଅନ୍ତର୍ଗତ ଭିଏସ୍ଏସ୍ ମାର୍କେଟ ଅଞ୍ଚଳରେ ହୋଇଛି। ଉଭୟ ଘଟଣାର ତଦନ୍ତ ପୋଲିସ କରୁଛି। ମିଳିଥିବା ସୂଚନା ଅନୁଯାୟୀ ପ୍ଲାଣ୍ଟସାଇଡ୍ ଥାନାରେ ଗାନ୍ଧୀ ରୋଡରେ ଜଣେ ବ୍ୟକ୍ତି ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଗଳା କାଟି ହତ୍ୟା କରିଛି। ମୃତକଙ୍କୁ ଚିହ୍ନଟ କରାଯାଇ ପାରିନଥିବା ବେଳେ ସେ ବୁଲି କରି ଏବଂ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ସଂଗ୍ରହ କରୁଥିଲେ ବୋଲି ଜଣାପଡ଼ିଛି। ପୋଲିସ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଛି। ଅନ୍ୟ ଏକ ଘଟଣାରେ ଛେଣ୍ଡ ଥାନା ଅନ୍ତର୍ଗତ ଭିଏସ୍ଏସ୍ ମାର୍କେଟ ଅଞ୍ଚଳରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣି ଦେଇଛନ୍ତି। ଉକ୍ତ ଯୁବକ କିଛି ସମୟ ପୂର୍ବରୁ ଏକ ଆଖଡ଼ା ଶୋଭାଯାତ୍ରାରେ ସାମିଲ ଥିଲେ। ସେ ମାର୍କେଟରେ ଥିବାବେଳେ କିଛି ଯୁବକ ବାଇକରେ ଆସି ଗୋଡ଼ାଇ ତାଙ୍କୁ ମାରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯିବା କୁହାଯାଇଛି। ଉଭୟ ଘଟଣାର ପୋଲିସ ତଦନ୍ତ ଚାଲିଛି।